ସାଙ୍ଗମାନେ ଆମେ ମା ଘଟଗାଁ ତାରିଣୀ ବୁଲି ସାରି ମୁଁ ଆଉ ମୋର ଫ୍ୟାମିଲି ସହ ବୋଲେରୋରେ ଯାଉଛେ ଘଟଗାଁରୁ ମାତ୍ର 25 କିଲୋମିଟର ସୀତା ବିଚ୍କୁ। ଚାଲନ୍ତୁ ସୀତା ବିଚ୍ରେ ଐତିହାସିକ ଓ ପୌରାଣିକ କଥା ସବୁ ଜାଣିବା। ଏବେ ଆଉ ଡେଙ୍ଗାବସି ଗ୍ରାମ ନିକଟରେ ପହଞ୍ଚିଗଲୁ। ଦେଖନ୍ତୁ ଏହି ସୁନ୍ଦର ଏବଂ ମଧୁମୟ ଜଙ୍ଗଲ ଭିତରେ ଆମେ କେତେ ସୁନ୍ଦର ଲାଗୁଛି। ଏଠି ଗ୍ରାମ ମାନେ ଘରଗୁଡ଼ା ଅଳ୍ପ ଅଳ୍ପ ଅଛି। ଜଙ୍ଗଲ ଗୁଡ଼ିକ ବହୁତ ସୁନ୍ଦର ଲାଗୁଛି। ଦେଖନ୍ତୁ ଏଠାରେ ଆଉ ଅଳ୍ପ ସମୟ ପରେ ଆମେ ପହଞ୍ଚିଯିବୁ ସୀତା ବିଚ୍ରେ। ଏଠି ପଥର ଗୁଡ଼ାକ ବହୁତ ସୁନ୍ଦର ଲାଗୁଛି। ଏଠି ରାସ୍ତାରେ ଆସିଲା ବେଳେ ଖାଲି ଦେଖୁଛୁ ବଡ଼ ବଡ଼ ପଥର, ଖାଲି ମାନେ ଅଲଗା ପ୍ରକାର ଲାଗୁଛି। ଏଠି ଯେଉଁ କେନ୍ଦୁଝର ନିଆରା ପଥର ମାନଙ୍କର ଗୋଟେ ନିଆରା ଲାଗୁଛି ଗୋଟେ। ଦେଖନ୍ତୁ ଆମେ ପହଞ୍ଚିଗଲୁ ଏହି ସ୍ଥାନରେ। ଚାଲନ୍ତୁ ଏହାର ଐତିହାସିକ ସ୍ଥାନକୁ ବୁଲିଯିବା। ଏଠାରେ ଥିବା ରାବଣ ଛାୟାର ଶୈଳାଶୟ ଏବଂ 1500 ବର୍ଷ ତଳେ ପୁରୁଣା ଫ୍ରେସ୍କୋ ପେଣ୍ଟିଂ ଦେଖିବା। ଦେଖନ୍ତୁ ଏହି ପଥରଟି କେତେ ବଡ଼। ଏହାକୁ ଦେଖିଲେ ମନେ ହୁଏ ଯେମିତି ଏହାର ଏକ ପ୍ରାକୃତିକ ଆଶ୍ରୟସ୍ଥଳୀ। ଲୋକମାନଙ୍କର ବିଶ୍ୱାସ ଅନୁଯାୟୀ ମାତା ସୀତା ବନବାସ ସମୟରେ ଏଠାରେ କିଛି ଦିନ ଅତିବାହିତ କରିଥିଲେ, ସେଥିପାଇଁ ଏହାର ନାମ ସୀତା ବିଚ୍। ଚାଲନ୍ତୁ ଏହି ପଥର ପାଖକୁ ଯିବା, ଏ ବଡ଼ ପଥର ପାଖକୁ ଯିବା, ଆଉ ମୁଁ ସେଠି ବି ସ୍କେଚ୍ କରିବି। ଜୟ ଜଗନ୍ନାଥ ସାଙ୍ଗମାନେ, ମୁଁ ଆପଣମାନଙ୍କୁ ନେଇ ଆସିଛି କେନ୍ଦୁଝର ଜିଲ୍ଲାର ଏକ ପୁରୁଣା ଇତିହାସକୁ, ଯାହା ଆଜି ବି ଚିତ୍ର ବଞ୍ଚି ରହିଛି 1000 ବର୍ଷ, ଯାହାର ପଥର ଦେହରେ ଜୀବନ୍ତ ଅଛି 1000 ବର୍ଷର ପୁରୁଣା ଇତିହାସ। ମୋ ପଛରେ ଦେଖିପାରୁଥିବେ ଫ୍ରେସ୍କୋ ପେଣ୍ଟ ଯେଉଁ ସୀତା ବିଚ୍। ଆମେ ବୁଲିଯିବା ସେଇ ସୀତା ବିଚ୍କୁ, ଦେଖିବା ସୀତା ବିଚ୍ର ତାର ଯେଉଁ ଅତୀତ ଆଉ ତାହାର ଯେଉଁ ପେଣ୍ଟିଂ ବିଷୟରେ ଆମେ ଆଜି ଜାଣିବା, ଆଉ ତା ହିଷ୍ଟ୍ରି ବିଷୟରେ ଜାଣିବା। ଆଉ ମୁଁ ମଧ୍ୟ ଏଠି ଆସିକି ସ୍କେଚ୍ ବି କରିବି। ସ୍କେଚ୍ କରି ମୁଁ ଆପଣମାନଙ୍କୁ ଦେଖେଇବି, ତା ବିଷୟରେ ଦେଖେଇବି ଆପଣମାନଙ୍କୁ, ଆଉ ୟାର ହିଷ୍ଟ୍ରି ବିଷୟରେ ବି ଆମେ ଜାଣିବା ଆଜି। ଚାଲ ଏବେ ସୀତା ବିଚ୍ ଯିବା, ବୁଲିଯିବା। ଆସନ୍ତୁ କ୍ୟାମେରାମ୍ୟାନ୍, ଚାଲନ୍ତୁ ଆମେ ସୀତା ବିଚ୍ ବୁଲିଯିବା। ଚାଲନ୍ତୁ ମୋ ସହିତ। ଦେଖନ୍ତୁ ଏତେ ବଡ଼ ପଥରଟି କେମିତି ଅଛି। ସେ ପଥରଟାକୁ ଦେଖନ୍ତୁ, କ୍ୟାମେରାମ୍ୟାନ୍ ଜୁମ୍ କରନ୍ତୁ ସେ ପଥରଟାକୁ। ଏତେ ବଡ଼ ପଥରଟା କେମିତି ଅଛି ଦେଖନ୍ତୁ। ଯିବା ଆମେ ତା ପାଖକୁ ଯିବା। ଆପଣମାନେ ଦେଖିପାରୁଥିବେ ଏହି ବିରାଟ ପଥରଟି କିପରି ଆକାଶକୁ ଛୁଇଁଲା ଭଳି ଠିଆ ହୋଇଛି। ଏହା ପ୍ରକୃତିର ଏକ ଅଦ୍ଭୁତ କାରୁକାର୍ଯ୍ୟ। ଚାରିପଟେ ଘଞ୍ଚ ଜଙ୍ଗଲ, ଉଞ୍ଚା ଉଞ୍ଚା ଶାଳ ଓ ପିଆଶାଳ ଗଛ ଏହି ସ୍ଥାନକୁ ଏକ ପ୍ରାକୃତିକ ସ୍ୱର୍ଗରେ ପରିଣତ କରିଛି। ପ୍ରକୃତି ଏଠି ନିଜ ହାତରେ ସଜ ହୋଇ ପଥରର ପାହାଡ଼ ଆଉ ଇତିହାସ ଏଠି ଲେଖିଛି ସମୟର ସାକ୍ଷର। ଦେଖନ୍ତୁ କେତେ ସୁନ୍ଦର ଲାଗୁଛି ଜାଗାଟି। ମୋର ଭିଡ଼ିଓ ମାଧ୍ୟମରେ ମୁଁ ଏହି ପଥର ଚାରିପଟେ ଆପଣମାନଙ୍କୁ ବୁଲାଇ ଦେଖାଇଲି। କେମିତି ଲାଗିଲା ମୋତେ କମେଣ୍ଟ ମାଧ୍ୟମରେ ଜଣାଇବେ ଏହି ପଥରଟି। ଚାଲନ୍ତୁ ଆମେ ରାବଣ ଛାୟା ଫ୍ରେସ୍କୋ ପେଣ୍ଟିଂ ପାଖକୁ ଯିବା, ଆଉ ସେଠାରେ ଐତିହାସିକ ଓ ପୌରାଣିକ କଥା ସବୁ ଜାଣିବା। ମୋ ଆଗରେ ଯେଉଁ ବିଶାଳ ପଥର ଦେଖୁଛନ୍ତି, ଏହା ଭିତରେ ଲୁଚି ରହିଛି 1500 ବର୍ଷ ତଳର ଏକ ଭବ୍ୟ ଇତିହାସ। ଏହି ବିଶାଳ ପଥରଟି ଏକ ଅଧା ଫୁଟିଆ ଛତା ପରି ଦେଖାଯାଉଛି। କୁହାଯାଏ ଯେ ଲଙ୍କାପତି ରାବଣ
ଏଠାରେ କିଛି ସମୟ ପାଇଁ ବିଶ୍ରାମ ନେଇଥିଲେ। ଏହି ପଥରଟି ପ୍ରାୟ 22 ଫୁଟ ଉଚ୍ଚ ଏବଂ ଏହାର ତଳ ଅଂଶରେ ଏକ ପ୍ରାକୃତିକ ଗୁମ୍ଫା ଭଳି ସ୍ଥାନ ରହିଛି, ତେଣୁ ଏହାକୁ ରାବଣ ଛାୟା ବୋଲି କୁହାଯାଏ। ଚାଲନ୍ତୁ ଆମେ ସେଇ ରାବଣ ଛାୟାର ଭିତରେ ଯିବା ଆଉ ସେଠି ତାଙ୍କର ଯେଉଁ ପେଣ୍ଟିଂ ଗୁଡ଼ା ସବୁ ଦେଖିବା। ଚାଲନ୍ତୁ ଆମେ ସିଡ଼ିରେ ଯାଉ, ସିଡ଼ିରେ ଯିବା। ଏଠି ଗୋଟେ ସିଡ଼ି ବି ଅଛି ଏମିତିଆ। ଆଉ ମୋ ସହିତ ବି ମୋର ଫ୍ୟାମିଲି ବି ଆସିଛନ୍ତି, ତାଙ୍କୁ ନେଇ ଆସିଛି ମୁଁ। ସେମାନେ ଆସିବେନି ମନା କରୁଥିଲେ, ମୁଁ କହିଲି ନା ଚାଲ, ଏଠି ବହୁତ ଭଲ ଜିନିଷ ଅଛି ଦେଖିବା। ତ ସେମାନେ ଆସି ସବୁ ସେଲ୍ଫି ଫଟୋ ଉଠାଉଛନ୍ତି ଖାଲି। ଚାଲନ୍ତୁ ଦେଖିବା। ଦେଖନ୍ତୁ ଆପଣମାନେ, ଏଇ ୱାଓ କେତେ ସୁନ୍ଦର ପେଣ୍ଟିଂଟା ଲାଗୁଛି। ଦେଖନ୍ତୁ ସୂର୍ଯ୍ୟର କଅଁଳିଆ ରଶ୍ମି ପଡ଼ିଛି ଏଇ ପେଣ୍ଟିଂ ସାଇଡ଼ରେ। ଦେଖନ୍ତୁ ଏହି ଚିତ୍ରକଳା ପ୍ରାୟ ଖ୍ରୀଷ୍ଟାବ୍ଦ 4ରୁ 6 ଶତାବ୍ଦୀ ଗୁପ୍ତ ଯୁଗର ସମୟର ବୋଲି ପନ୍ଥାତୀତମାନେ ମତ ଦେଇଛନ୍ତି। ଏହା ମୁଖ୍ୟତଃ ଭଞ୍ଜ ବଂଶର ପ୍ରାଚୀନ ଶାସକ ସମୟରେ ଅଟେ। ଚିତ୍ର ତଳେ ଥିବା ଶିଳାଲେଖକୁ ଏହାକୁ ନିର୍ମାଣ କରିଥିବା ରାଜାଙ୍କ ନାମ ମହାରାଜା ଶ୍ରୀ ଦିଶାଭଞ୍ଜ ବୋଲି ଜଣାପଡ଼ିଛି। ଏହି ଚିତ୍ରକଳାଟି ଏକ ରାଜକୀୟ ଶୋଭାଯାତ୍ରା ବୋଲି ଦର୍ଶାଏ। ଏଠାରେ ଥିବା ମୁଖ୍ୟ ଦୃଶ୍ୟଗୁଡ଼ିକ ହେଲା ହାତୀ ଉପରେ ବସିଥିବା ଜଣେ ରାଜା, ଯାହାର ନାମ ହେଉଛି ମହାରାଜା ଦିଶାଭଞ୍ଜ, ଏବଂ ରାଜାଙ୍କ ହାତରେ ଏକ ପଦ୍ମ ଫୁଲ ଧରିଛନ୍ତି ଦେଖନ୍ତୁ ଆପଣମାନେ। ଆଉ ରାଜାଙ୍କ ପଛରେ ପାଲଙ୍କି, ଘୋଡ଼ା ଓ ସୈନ୍ୟ ଏବଂ ପଦାଧିକ ବାହିନୀ ସବୁ ଚାଲିଛନ୍ତି ଦେଖନ୍ତୁ ଆପଣମାନେ। ଚିତ୍ର କେତେକ ନର୍ତ୍ତକୀ ଏବଂ ପରିଚାଳକର ଦୃଶ୍ୟ ମଧ୍ୟ ରହିଛି। ମାନେ ଚିତ୍ରଟି ଟିକେ ସ୍ପଷ୍ଟ, ଟିକେ ଯେଉଁ ବହୁତ ଦିନ ହେଇଗଲାଣି ନା, 1500 ବର୍ଷ ପୂର୍ବେ ଯେତେବେଳେ ଅଜନ୍ତା ଟାଇମ୍ରେ ଏଟା ବି ସେଇ ସାମୟିକ ସମୟରେ ଏଟା ବି ହେଇଥିଲା। ତ ତେଣୁ ଚିତ୍ରଟି ମାନେ ନଷ୍ଟ ହେଇଗଲାନି। ତ ଦେଖନ୍ତୁ ଯେତିକି ମୋତେ ଜଣା ପଡ଼ୁଛି ତାହା ମୁଁ ଆପଣମାନଙ୍କୁ ଜଣାଉଛି। ଦେଖନ୍ତୁ ଏହି ଚିତ୍ରକଳାରେ ଟେମ୍ପ୍ରା ପଦ୍ଧତିରେ କରାଯାଇଛି। ଅଜନ୍ତାରେ ବି ଟେମ୍ପ୍ରା ପଦ୍ଧତିରେ ବି ହେଇଥିଲା, ଏହା ବି ଟେମ୍ପ୍ରା ପଦ୍ଧତିରେ ହେଇଛି। ଏଥିରେ ମୁଖ୍ୟତଃ 5ଟି ରଙ୍ଗର ବ୍ୟବହାର କରାଯାଇଛି ଜଣାପଡ଼ୁଛି। ମୁଁ ଏହାର ସ୍କେଚ୍ ବି କରିବି। ଏ ସୁନ୍ଦର ଦୃଶ୍ୟ ଦେଖିକି ମୁଁ ଆଉ ରହିପାରୁନି, ଏହାର ବି ସ୍କେଚ୍ କରିବି। ଯେଉଁ ଦିଶାଭଞ୍ଜର ମୋତେ ଫିଗରଟା ବହୁତ ଭଲ ଲାଗିଲା, ତାର ସ୍କେଚ୍ କରିବି ମୁଁ। ଏହା ଧଳା, ନାଲି ଓ ହଳଦିଆ ଓ ବାଦାମୀ ଏବଂ ଗେରୁଆ ରଙ୍ଗରେ ହେଇଛି ମୋତେ ଲାଗୁଛି ଯାହା ଚିତ୍ରଟାକୁ ଦେଖିକି। ଏହି ଚିତ୍ରକଳା ଗୁଡ଼ିକ ଶୈଳୀ ଅଜନ୍ତା ଚିତ୍ରକଳା ସହିତ ସମାନ ବି ମୋତେ ଲାଗୁଛି ଏଠି। ଚାଲନ୍ତୁ ଏହାର ସ୍କେଚ୍ କରିବା। ଏହି ସ୍ଥାନଟି କେବଳ ପର୍ଯ୍ୟଟନ ପାଇଁ ନୁହେଁ, ବରଂ ଇତିହାସ ପ୍ରେମୀ ଏବଂ କଳାକାରଙ୍କ ପାଇଁ ଏକ ପ୍ରାକୃତିକ ଖଜନା। ମୁଁ ଏଠାରେ ଏହି ଅଦ୍ଭୁତ କଳାକୁ ଅତି ନିକଟରୁ ଦେଖି ମୁଁ ରାଜା ଦିଶାଭଞ୍ଜଙ୍କ ଆର୍ଟକୁ ସ୍କେଚ୍ କଲି ଏବଂ ଅନୁଭବ ବି କରିଛି ଯେ ଆମ ଓଡ଼ିଶାର କଳା ଓ ସଂସ୍କୃତି କେତେ ସମୃଦ୍ଧ ଥିଲା ସେତେବେଳେ। ଦେଖନ୍ତୁ ପର୍ଯ୍ୟଟନ ମାନେ ବି ଏହାର ଅନୁଭୂତି ନେଉଛନ୍ତି। ତାଙ୍କର ଯେଉଁ ରକ୍ ପେଣ୍ଟିଂଟାକୁ ଦେଖି ସେମାନେ କ'ଣ ଅଛି ସେଥିରେ ସେମାନେ ଖଜଣା କରୁଛନ୍ତି ସବୁ ପର୍ଯ୍ୟଟନ ମାନେ ଆସିକି ବି। ଦେଖନ୍ତୁ ଆପଣମାନେ, ଆପଣ ନିଶ୍ଚୟ ବି ଏଠାକୁ ଆସିବାକୁ ଭୁଲିବେନି। ନିଶ୍ଚୟ ଯଦି କେନ୍ଦୁଝର ଆସୁଛନ୍ତି, ନିଶ୍ଚୟ ଏଠାକୁ ଆସି ଯେଉଁ ରକ୍ ପେଣ୍ଟିଂକୁ ଦେଖିବେ ଆଉ ଏହାର ଅନୁଭୂତି ନେବେ। ସୁନ୍ଦର ଦୃଶ୍ୟ ଦେଖି ମୁଁ ବି ରହିପାରିଲିନି। ମୁଁ ମଧ୍ୟ ବି ମୋର ଗୋଟେ କବିତା, ଛୋଟ କବିତାଟି ଆପଣମାନଙ୍କୁ ଶୁଣାଉଛି। କବିତାର ନାଁ ହେଉଛି ରାବଣ ଛାୟା। କବିତାଟି ମୁଁ ଶୁଣାଉଛି ଆପଣମାନଙ୍କୁ। କେନ୍ଦୁଝରର ଶ୍ୟାମଳ ବନେ ଇତିହାସ ସୁଏ ନୀତି, ସୀତାବଂଶର ପଥର କହେ ପୁରୁଣା ଦିନର ସ୍ମୃତି। ଆକାଶ ଚୁମ୍ବି ବିଶାଳ ଶୈଳୀ ଛତା ପରି ଅଛି ଠିଆ, ତାହାରି କୋଳରେ ଜୀବନ୍ତ ଅଛି ରହସ୍ୟ ରାବଣ ଛାୟା। ସପ୍ତମ ସଦୀର ରଙ୍ଗର ତୁଳି ହଜି ନାହିଁ ତାହାର ଚମକ, ହାତୀ ପିଠିରେ ରାଜା ଦିଶାଭଞ୍ଜ ଦିଶନ୍ତି କେଡ଼େ ମହକ।
ଘୋଡ଼ା ସେନାର ସୈନ୍ୟ ସାମନ୍ତ ଚାମର ଧରଣୀ ନାରୀ ପଥର ଦେହରେ ଆଙ୍କି ହୋଇଛି ସବାର ଅତ୍ୟନ୍ତ ସୁନ୍ଦରୀ। ପ୍ରାକୃତିକ ଏହି ରଙ୍ଗର ଖେଳ ସମୟକୁ ଦେଇ ଫାଙ୍କି ଯୁଗ ଯୁଗ ଧରି ରହିଛି ସେମିତି କଳାର ସାକ୍ଷର ଆଙ୍କି। ଅଜନ୍ତା ଶୈଳୀର ପ୍ରତିଧ୍ୱନି ଶୁଭେ ଓଡ଼ିଶାର ଏହି ମାଟିରେ। ଇତିହାସ ଏଠି କଥା କହୁଛି ନିହାଳ ଓ ମୁନ ଛାତିରେ। ମାତା ସୀତାଙ୍କର ପବିତ୍ର ସ୍ମୃତି ଜଡ଼ିତ ଏ ପଥର କଳେ। ଶାନ୍ତ ଶୀତଳ ପରିବେଶଟି ମନକୁ ଆନନ୍ଦେ ଭଳେ। ଆସ ହେ ବନ୍ଧୁ ଦେଖିଯିବା ଆମ ଉତ୍କଳର ଗର୍ବ। ରାବଣ ଛାୟାର ପଥର ଦେହରେ କଳା ହିଁ ଆମର ସର୍ବ। କେମିତି ଲାଗିଲା ମୋର এই ଛୋଟ କ୍ଷୁଦ୍ର କବିତାଟି? ଆପଣମାନଙ୍କୁ ମୋର ଅନୁରୋଧ, ଆପଣମାନେ ଆସି ଏହି ରାବଣ ଛାୟାର ପଥର ଦେହରେ ଯେଉଁ ପେଣ୍ଟିଂ ଅଛି ତାକୁ ଦେଖି ଯାଆନ୍ତୁ। ଆପଣଙ୍କୁ ବହୁତ ଖୁସି ଲାଗିବ ଓ ଆନନ୍ଦ ବି ଲାଗିବ। ଥ୍ୟାଙ୍କ ୟୁ ସୋ ମଚ୍। ମୋର ଏ କବିତାଟି କେମିତି ଲାଗିଲା ମୋତେ କମେଣ୍ଟ ମାଧ୍ୟମରେ ଜଣାଇବେ। ଯଦି ଆପଣ କେନ୍ଦୁଝର ଆସୁଛନ୍ତି ତ ଜମାରୁ ଭୁଲିବେନି ସୀତାବିଞ୍ଜ ଆସିବା ପାଇଁ, ଆଉ ଏଠି ଫ୍ରେସ୍କୋ ପେଣ୍ଟିଂ ଦେଖିବା ପାଇଁ ଜମାରୁ ଭୁଲିବେନି। ଆଉ ନେଚର ସହିତ ଉପଭୋଗ କରନ୍ତୁ, ଆଉ ବଡ଼ ବଡ଼ ପଥର ସହିତ ବି ଏନ୍ଜୟ କରନ୍ତୁ। ସାଙ୍ଗମାନଙ୍କ ସହିତ ଆସି ନ୍ୟୁ ଇୟର୍ରେ ଏନ୍ଜୟ କରନ୍ତୁ ଆପଣମାନେ। ଥ୍ୟାଙ୍କ ୟୁ ସୋ ମଚ୍ ୱାଚିଂ ମାଇ ୟୁଟ୍ୟୁବ୍ ଚ୍ୟାନେଲ୍। ଥ୍ୟାଙ୍କ ୟୁ ସୋ ମଚ୍। ଜୟ ଜଗନ୍ନାଥ।